ଆଦି ପୁସ୍ତକ ତାର ଅଫିସ ପର୍ବର 12 ପଦରୁ କିଛି ଅଂଶ ମାନେ 22 ପର୍ଯ୍ୟନ୍ତ ପଢିଦବା ଆଉ କଣ। ଆଦି ପୁସ୍ତକ ଜେନେସିସ୍ ଚାପ୍ଟର 28 verses 12 to 22 ମୁଁ ନିଜେ ପଢିଦଉଛି। ତହିଁରେ ସେ ସ୍ୱପ୍ନ ଯୋଗେ, ସେ କହିଲେ ଯାକୁବ, ତହିଁରେ ସେ ସ୍ୱପ୍ନ ଯୋଗେ ପୃଥିବୀରେ ସ୍ଥାପିତ ଗୋଟେ ସୋପାନ ଦେଖିଲା। ତହିଁର ମସ୍ତକ ଗଗନ ସ୍ପର୍ଶୀ। ପୁଣି ଦେଖ, ତାହା ଦେଇ ପରମେଶ୍ୱରଙ୍କର ଦୂତଗଣ ଆରୋହଣ ଅବରୋହଣ କରୁଅଛନ୍ତି। ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରାହ୍ମର ପରମେଶ୍ୱର, ଇସାହାକର ପରମେଶ୍ୱର ଅଟୁ। ତୁମ୍ଭେ ଏଇ ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ତୁମ୍ଭ ବଂଶକୁ ଦେବା। ତୁମ୍ଭର ବଂଶ ପୃଥିବୀରେ ଧୂଳି ପରି ଅସଂଖ୍ୟ ହେବେ। ପୁଣି ତୁମ୍ଭେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଆଡେ ବୃଦ୍ଧି ପାଇବ। ଆଜି ଜିଉସ୍ ମାନଙ୍କୁ ଦେଖନ୍ତୁ, ହୋଲ ୱାର୍ଲଡରେ ପାଇବେ। ମୁଁ କିଛି ବର୍ଷ ତଳେ ଯାଇଥିଲି କେରଳ, ଆଉ ସେଥିରେ ଗୋଟେ ସେ ବୋଟରେ ପାର ହେଇକିରି ଆମେ ସେପଟ ସାଇଡ ଗଲୁ, ସେ ନାଁ ଗୁରା ବି ମୋର ମନେ ନାହିଁ। ସେଠି ଦେଖିଲେ ଆମେ ଗୋଟେ ଜିଉସ୍ ବସ୍ତି। ଆଉ ସବୁଠୁ ଇଣ୍ଟରେଷ୍ଟିଂ ହଉଛି ମଣିପୁର ଯୋଉ ହିଂସା କାଣ୍ଡ ହଉଥିଲା, କୁକି ଆଉ ମଇତି ନା କଣ, ଏନିୱେ ଛାଡ, ତାଙ୍କ ଭିତରୁ ଗୋଟେ ଗୋଷ୍ଠୀ ହଉଛନ୍ତି ଜିଉସ୍। କୋଉ ବର୍ଷ ତଳେ ସେମାନେ ଆସିକି ସେଠି ସେଟଲ କରି ଯାଇଛନ୍ତି। ମୁଁ ସେଇ ସମୟରେ ସବୁ ପଢୁଥିଲି ସବୁ ଲିଟରେଚର ଗୁଡାକ, ସେଥିରେ ଦେଖିଲି ସେମାନେ ଅଛନ୍ତି। ମୁମ୍ବାଇରେ ଅଛନ୍ତି ଜିଉସ୍। ଆଉ ସବୁଠୁ ଆଶ୍ଚର୍ଯ୍ୟ ହେବେ, ଅବିକା ଇସ୍ରାଏଲରେ ଯେତିକି ଜିଉସ୍ ଅଛନ୍ତି, ଅଲମୋଷ୍ଟ ପାଖାପାଖି ଆମେରିକାରେ ସେତିକି ଅଛନ୍ତି। ସେଥିପାଇଁ ତ ଆମେରିକା ଇଜ କଣ୍ଟ୍ରୋଲଡ ବାଇ ଜିଉସ୍। ଦେଖନ୍ତୁ ଆଶୀର୍ବାଦ ଟା ଦେଖନ୍ତୁ। ପୁଣି ସେ 15 ପଦକୁ ଆସିବା, 14କୁ ଦେଖିବା। ତୁମ୍ଭର ବଂଶ ପୃଥିବୀରେ ଧୂଳି ପରି ଅସଂଖ୍ୟ ହେବେ। ପୁଣି ତୁମ୍ଭେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଆଡେ ବୃଦ୍ଧି ପାଇବ। ପୁଣି ତୁମ୍ଭ ଠାରୁ ତୁମ୍ଭ ବଂଶ ଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ଆଇଜାକ୍ ନ୍ୟୁଟନ କହନ୍ତୁ, ଆଉ ସେ ଆଉ ଗୋଟେ କିଏ ଅଛନ୍ତି, ସେ ମଧ୍ୟ ସମସ୍ତେ ଜିଉସ୍। ଆଉ ସେମାନଙ୍କର ଯୋଉ ଜ୍ଞାନ ପ୍ରଭୁ ତାଙ୍କୁ ଦେଇଥିଲେ, ସେଇ ଜ୍ଞାନ ଯୋଗୁ ସେମାନେ ଗଣିତର ଯୋଉ ବିଭିନ୍ନ ରକମର ଆଉ ଫିଜିକ୍ସ ର ବିଭିନ୍ନ ରକମର ଫର୍ମୁଲା ବାହାର କଲେ। ତା ଫଳରେ ଆଜି ସାଇନ୍ସ ଆଉ ଟେକ୍ନୋଲୋଜି ବହୁତ ଉଚ୍ଚକୁ ଗଲା। ଦେଖନ୍ତୁ ସେଟା ଆଗରୁ ସେଟା ପ୍ରଭୁ ସେଇ ଆଶୀର୍ବାଦ ଟା କରିସାରିଛନ୍ତି। ଆମ୍ଭେ, ହଁ ସେଇ 14, ପୁଣି ତୁମ୍ଭ ଠାରୁ ତୁମ୍ଭ ବଂଶ ଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ଯେ ଚିପ୍ସ ବର୍ତ୍ତମାନ ଆମର ସବୁଥିରେ ବ୍ୟବହାର ହଉଛି। ଇଭିନ୍ ଯୋଉଥିରେ ବର୍ତ୍ତମାନ ଦାମୀ ଦାମୀ କାର ଗୁଡାକରେ, ଆଉ ତାକୁ ଚାଳକ ବିହୀନ କାର ବି କହୁଛନ୍ତି, ସେଥିରେ ଚିପ୍ସ ଅଛି। ଆପଣଙ୍କ ମୋବାଇଲ ଯୋଉ ଦେଖିଛନ୍ତି ସେଥିରେ ଚିପ୍ସ ଅଛି। କୋଉଠି ନାହିଁ ଚିପ୍ସ ର, ଆଉ ସବୁ ଜାଗାରେ ୟୁସେଜ ହଉଛି। ଏବଂ ଯେତେ ସବୁ ଯାନ୍ତ୍ରିକ ଯାନ ଫାନ ଯାହା କିଛି ବାହାରୁଛି, ସବୁଥିରେ ସେ ଚିପ୍ସ ଲାଗୁଛି। ସେମି କଣ୍ଡକ୍ଟର ଗୋଟେ ପଟେ ଜିନିଷ, ତାକୁ ବେଶୀ ବନଉଛି ତାଇୱାନ, ଦ୍ଵିତୀୟରେ ହଉଛି ଆମେରିକା, ଆଉ ତୃତୀୟରେ ଅନ୍ୟାନ୍ୟ ଦେଶ ସବୁ। ବର୍ତ୍ତମାନ ଇଣ୍ଡିଆର ଆରମ୍ଭ ହେଲାଣି, ଇଭିନ୍ ଆମ ଓଡିଶାରେ ମଧ୍ୟ ସେଇଟା ବନା ହବ। ବୋଧେ ସମ୍ଭବତଃ ସେ ଜଟଣୀ ଖୋର୍ଦ୍ଧା ଆଡେ ତାର ହବ, ଭିତ୍ତି ପ୍ରସ୍ତାର ହବ। ଛୋଟ ଛୋଟ ଜିନିଷ ଗୁଡାକରେ ଏତେ ଶକ୍ତିଶାଳୀ ମେମୋରି ତା ଭିତରେ ଖଞ୍ଜା ଯିବ, ଏଆଇ ଆରମ୍ଭ ହବ। ଏଇ ସବୁ ଜ୍ଞାନର ଭଣ୍ଡାର ହଉଛନ୍ତି ଏଇ ଜିଉସ୍ ମାନେ। ମତେ ଭାରି ଭଲ ଲାଗେ ଜିଉସ୍ ମାନଙ୍କ ବିଷୟରେ କହିବା ପାଇଁ। ମୋ ପ୍ରତି ବାଇବଲ ମୁଁ ସେମାନଙ୍କ ବିଷୟରେ ହିଁ କହିବାକୁ ମତେ ଖୁସି ଲାଗେ। ପୁଣି ଦେଖ 15, ଆମ୍ଭେ ତୁମ୍ଭର ସହାୟ ଅଟୁ। ଏ ପ୍ରତିଜ୍ଞା କାହାକୁ ପ୍ରଭୁ ଦେଇନାହାନ୍ତି, କେବଳ ଜିଉସ୍ ମାନଙ୍କୁ ଦେଇଛନ୍ତି। ଆଉ ତୁମ୍ଭେ ଯେଉଁ ସ୍ଥାନକୁ ଯିବ, ସେହି ସ୍ଥାନରେ ଆମ୍ଭେ ତୁମକୁ ରକ୍ଷା କରିବା। ମରିଛନ୍ତି, ସେଠୁ ରକ୍ଷା ପାଇଁ ବି ଆସିଛନ୍ତି, ସେଗୁଡାକ ଆଉ ବେଶୀ ଚର୍ଚ୍ଚା କରିବାନି।
तुमको रक्षा करिया पुनर्बार तुमको ए देश को आनिबा कारण आम्भे जहाँ तुमको कहिଅछु ताहा सफल न करिबा जाए आम्भे तुमको परित्याग करिबा नाही। अनंतर निद्रा भंग हैला तामाने 12-15 जेन हम देखुछु एई सब विषय गुराक से स्वप्न द्वारा शुणुतिले बा स्वप्न रे से देखुतिले तांको निद्रा भांगी जाइछे 16 पदरे जाकुब जाग्रत होई कहिला अवश्य एही स्थान रे सदा प्रभु अछंती मात्र मु ताहा जानिली नाही। पुणी से भीत होई आहुरी कहिला ए किपरि भयानक स्थान ए तो नित्यांत परमेश्वरंकर गृह एही तो स्वर्गर द्वार। अनंतर जाकुब प्रभातरे उठी जो प्रस्तर मस्तक तले देइथिला ताहा नेई स्तंभ रूपे स्थापन करी तही उपरे तैल ढालिला। अनॉइंट करा गले साधारण आगे भाववादी माने जो मान को अनॉइंट करथिले तांको उपरे तैल ढालिबे यार गोटे सूचीकरण प्रक्रिया आ से जे प्रभुंकर गोटे विशेष लोक हैला बा ता ऊपर प्रभुंकर गोटे अधिकार हैला एटा तार लक्षण होची सेटा बर्तन सेटा आज मोर नुहे किंतु जेहेतु ये पूर्वटा न पढ़िले आपण आज जो टॉपिक टा को बुझी परिबेन बोली सेटा पढ़िले मोर टॉपिक आज होची 20 रु 20 21 22 आदि पुस्तक 28 पर्वर 20 21 22 आउ जाकुब मानत करी कहिला एटा उठु मोर होची टॉपिक आउ जाकुब मानत करी कहिला जेबे जेबे इफ जेबे प्रभु को संगे गोटे बार्गेन he didn't receive the blessing in true spirit he made a bargain with God जेबे परमेश्वर मोहर सहाय हेबे मोहर एही जीवा पथरे मते रक्षा करिवे पुणी आहार निमंते अन्न परिधान निमंते वस्त्र देबे एटा जदि न देबे ता माने गला ए प्रतिज्ञाटा छिंडी गला 21 आउ जेबे पुणी जेबे इफ मु कुशल रे पितृगृह को पुनर्बार आसीबी तेबे सदा प्रभु मोहर परमेश्वर न परमेश्वर चाली को जदि कथा करिब तेबे जाई मु जानिबी तमे मोहर परमेश्वर व्हाट ए अनग्रेटफुल मैन ही इज केते अकृतज्ञ लोकटी सेति कि ने मु आपण मन को आउ जोड़िए पद देखौछि से जोड़िए पद मध्य आपण से आदि पुस्तक रु पाइबे गोटे आपण माने देखि परिबे आदि पुस्तक 47 पर्व 8 और 9 आदि पुस्तक बा जेनेसिस 47 8 एंड 9 मु पढ़ दोछ सेते बेले फारो जाकुबं को पचारिले तमाने माने आछंती मिस्र को बहुत जोरे दुर्भिक्ष होईची आ सेते तो जोसेफ होचंती ऑल इन ऑल कोन मिस्र रो कोन से कोन करचंती तांग बापा को नेगिरी फारो पखरे पहुंचुचंती फारो की कहले की कहबो फारो की मिस्र अधिपति राजा मिस्र राजा मिस्र रो राजा नुहंती रे बापा डोनाल्ड ट्रम्प अभिकार अमेरिका जो पावरफुल जहा चाहूची ताहा करि दउची राति अधा बम्बार्डमेंट करूची सेते बेले मिस्र होची वर्ल्ड तेलो को अमेरिका थिला ना ब्रिटेन थिला ना के थिले से सेते बेले ज्ञान तांकर संस्कृति तांकर सब किछि अति उत्कृष्ट तार जे होची राजा माने अभिका देखा गले जे डोनाल्ड ट्रम्प ता पाखो को बर्तन जाउचंती के जाकुब
ଅବଶ୍ୟ ତାଙ୍କୁ ଯୋସେଫ ନେଇକି ଇଣ୍ଟ୍ରୋଡ୍ୟୁସ କରୁଛନ୍ତି। କଲା ପରେ ଫାର୍ଷ୍ଟ କ୍ୱେଶ୍ଚନ ଫାରୋ ପଚାରୁଛନ୍ତି, ମାନେ ଭାବନ୍ତୁ, ମୁଁ ଏଇଟା ଡୋନାଲ୍ଡ ଟ୍ରମ୍ପ କହିବା ମାନେ ହଉଛି କେତେ ପାୱାରଫୁଲ ଲୋକ ସେଇ ସମୟର ସେ। ଯାକୁବ ଫାରୋଙ୍କୁ ହଁ, ସେତେବେଳେ ଫାରୋ ଯାକୁବଙ୍କୁ ପଚାରିଲେ, ଆଦି ପୁସ୍ତକ 47:8-9, ଆପଣଙ୍କ ପରମାୟୁ ଦିନ କେତେ? ଭଲ କି ମନ ଦେଇ ଶୁଣନ୍ତୁ, ପରମାୟୁ ଦିନ ପଚାରିଛନ୍ତି, ମାନେ ହାଉ ଓଲ୍ଡ ଆର୍ ୟୁ, ଏତିକି ପଚାରିଛନ୍ତି, ଆଉ କିଛି ନାହିଁ। କେମିତି ରହିଛ, କଣ କରୁଛ, କେତେ ପିଲାପିଲି, କେତେ ନାତି ନାତୁଣୀ, କିଛି 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 ନାହିଁ। ଦେହ ଭଲ ଅଛି ନା ନାହିଁ, ଡାଇବେଟିସ୍ କଣ୍ଟ୍ରୋଲରେ ଅଛି ନା ନାହିଁ, ବିପି ଠିକ ଅଛି ନା ନାହିଁ, କିଛି ପଚାରି ନାହାନ୍ତି। ହାଉ ଓଲ୍ଡ ଆର୍ ୟୁ and this ungrateful man, what he is telling you, see. ଯାକୁବ ଫାରୋଙ୍କୁ କହିଲେ, ମୋହର ପ୍ରବାସ କାଳର ଦିନ 130 ବର୍ଷ। ଠିକ ଅଛି, ସେ ତ ପଚାରୁଛନ୍ତି, ତମେ କହିଲ। ଆର ଯୋଉ ନେକ୍ସଟ କଥା ତମ କହିବାର କଣ ଆବଶ୍ୟକତା ଥିଲା? ମୋ ପରମାୟୁ ଦିନ ଅଳ୍ପ, ସେ ସେଟା ପଚାରୁଛନ୍ତି ତମକୁ। ତମ ପରମାୟୁ ଦିନ କେତେ? ଅବ୍ରାହମ କେତେ ବର୍ଷ ବଞ୍ଚିଥିଲେ? ତମ ବାପା କେତେ ବର୍ଷ ବଞ୍ଚିଥିଲେ? କାହା ସାଙ୍ଗେ ତମେ କମ୍ପେୟାର କରୁଛ ତାକୁ ଅଳ୍ପ ବୋଲି କହିଲ? 130 ବର୍ଷ ପରେ ତମକୁ ଆଉ କେତେ ବର୍ଷ ଦରକାର ବଞ୍ଚିବା ପାଇଁ? କିଛି ପଚାରୁ ନାହାନ୍ତି ଫାରୋ। ଆପେ ଆପେ କଣ କହୁଛନ୍ତି? ମୋ ପରମାୟୁ ଦିନ ଅଳ୍ପ ଓ ଆପଦଜନକ। ମାନେ କେତେ ଅନଗ୍ରେଟଫୁଲ ଲୋକଟି ଦେଖନ୍ତୁ। ଯେତେବେଳେ ସେ ପ୍ରତିଜ୍ଞା କଲା ବା ଗୋଟେ ଶପଥ କଲା, ଯେବେ ମତେ ଅନ୍ନ ଜଳ ଦବ, ପିନ୍ଧିବା ପାଇଁକା ବସ୍ତ୍ର ଦବ, ଯେତେବେଳେ ମୁଁ ଫେରି ଆସିବି, ତେବେ ତୁମେ ମୋର ପରମେଶ୍ୱର ହବ। ସବୁ ବାର୍ଗେନ। ଜୀବନ ସାରା ତମେ କଣ ଖାଲି କଷ୍ଟଟା ପାଇଛ, କିଛି ସୁଖ ପାଇନ? ମୋହର ପୂର୍ବପୁରୁଷ ମାନଙ୍କ ପ୍ରବାସ କାଳୀନ ଆୟୁରୁ ଦିନ ତୁଲ୍ୟ ନୁହେଁ। ମୋ ପରମାୟୁ ଦିନ ଅଳ୍ପ ଓ ଆପଦଜନକ। କେତେ ଅନଗ୍ରେଟଫୁଲ ମ୍ୟାନ। My years have been few and hard. ମତେ ଇଂରାଜୀର ଟ୍ରାନ୍ସଲେସନ ବହୁତ ବଢିଆ ଲାଗେ। ଆଉ ଗୋଟେ ଟ୍ରାନ୍ସଲେସନ କହୁଛି, My years have been few and evil. ପ୍ରଭୁଙ୍କ ଠାରୁ କିଛି ଅନୁଗ୍ରହ ପାଇନ, କିଛି ଦୟା ପାଇନ, କିଛି ଶାନ୍ତି ସାନ୍ତ୍ୱନା ପାଇନ, କିଛି ସେଫଟି ପାଇନ, କିଛି ପ୍ରୋଟେକ୍ସନ ପାଇନ। ସେଟା ତମେ ବାଣ୍ଟି ପାରିଲନି ଫାରୋ ପାଖରେ। ସେ ଗୋଟେ ବିଜାତି ରାଜା, ସେ ପଚାରିଥିଲା ତମକୁ ଏଇ କ୍ୱେଶ୍ଚନ ସବୁ। ତମେ ପ୍ରଭୁଙ୍କ ପାଖରେ ଗ୍ରେଟଫୁଲ ହେଲନି କି ଗ୍ରେଟଫୁଲ ବୋଲି ଜଣେଇବା ପାଇଁ ତାଙ୍କ ପାଖରେ ବାଣ୍ଟିଲନି କାହିଁକି? Why? ତମେ ଏତେ ବଡ ଈଶ୍ୱରଙ୍କ ଲୋକ, ପ୍ରଭୁ ତୁମ ସହିତ ସ୍ୱପ୍ନରେ କଥାବାର୍ତ୍ତା କରୁଛନ୍ତି, ଆଶୀର୍ବାଦ କରିବ, ସବୁ କିଛି ତମର ସନ୍ତାନ ସନ୍ତତି ପୃଥିବୀରେ ବଢିବେ, ବିସ୍ତାର ଲାଭ କରିବେ, ସବୁଆଡକୁ ଯିବେ, କିନ୍ତୁ ପ୍ରଭୁଙ୍କର ଗୌରବ ସକାଶେ ଦୀପଦ କହିପାରିଲନି। ସେତିକି ନୁହେଁ, ଦେଖନ୍ତୁ ଏଇ ଅନଗ୍ରେଟଫୁଲ ଲୋକ ଭିତରେ କେତେ ନେଗେଟିଭିଟି ବାସ କରୁଛି। ଆପଣ ବାହାର କରନ୍ତୁ ଆଦି ପୁସ୍ତକ 42 ଆଦି ପୁସ୍ତକ ବା ଜେନେସିସ୍ ଚାପ୍ଟର 42-36। ଜେନେସିସ୍ ବା ଆଦି ପୁସ୍ତକ 42-36। ସେ କଣ ହେଇଛି, ଯେତେବେଳେ ସେମାନେ ମିଶରକୁ ଆସିନଥିଲେ ଆଉ ଜାଣିଲେ ଯେ ମିଶରରେ ଅଛି ଖାଦ୍ୟ ଦ୍ରବ୍ୟ ବୋଲିକା, ଏ 12 ଭାଇ ମାନେ ଆସନ୍ତି ଆଉ ଜୋସେଫ ସାଙ୍ଗେ ସାଙ୍ଗରେ ମଜା କରେ। କୋଉ ଭାଇର ସେ ସିଲଭର କପ୍ ଟା ରଖିଦବ, ତାକୁ ବନ୍ଦୀ ବନେଇ ରଖେ। ତାର ଇଚ୍ଛା ଯେ ତାର ଯୋଉ ସହୋଦର ବିନ୍ୟାମିନ, କାରଣ ସେମାନେ ଗୋଟେ ମାର, ରେଚେଲର ବା ରାହେଲର, ତାକୁ ଦେଖିବା ଭାରି ତାର ଇଚ୍ଛା। ତେଣୁ ସେ କଣ କରେ, ସବୁବେଳେ ଟ୍ରିକ୍ କରିକିରି କୋଉ ଭାଇ ନା କୋଉ ଭାଇକୁ କଣ ଗୋଟେ ପନିଶମେଣ୍ଟ କରିଦବ, ଖାଲି ମଜାରେ, ରିଏଲ ସେ କରେନି। ଆଉ ତାକୁ ନେଇକି ଆସ। ଏମାନେ ଯାଇକିରି ବର୍ତ୍ତମାନ କହୁଛନ୍ତି ଆମେ ବିନ୍ୟାମିନକୁ ନେଇକି ଯିବା 36। ତହିଁରେ ସେମାନଙ୍କର ପିତା ଯାକୁବକୁ କହିଲେ, ତୁମେ ମାନେ ମତେ ପୁତ୍ରହୀନ କରୁଅଛ, ଯୋସେଫ ନାହିଁ। ସେ କେମିତି ଜାଣିବେ? ତାଙ୍କୁ ତ ଗୋଟେ ମିଛ କଥା କୁହାଯାଇଛି ଯେ ସେ ଗୋଟେ ପଶୁ ମାନେ ତାକୁ ମାରି ଖାଇଗଲେ। ଯୋସେଫ ନାହିଁ, ସିମିଓନ ନାହିଁ,
ପୁଣି ବିନ୍ୟାମିନକୁ ମଧ୍ୟ ଘେନି ଯିବାକୁ ପାଞ୍ଚୁଛ। ଏଇ କଥାଟା ଶୁଣନ୍ତୁ, କେତେ ଅନଗ୍ରେଟଫୁଲ ଲୋକ। ଏହି ସବୁ ସିନା ମୋହର ପ୍ରତିକୂଳ ହେଉଅଛି। ତାର ଇଂଲିଶଟା ବହୁତ ବଢିଆ। ଏଭ୍ରିଥିଙ୍ଗ ଇଜ ଗୋଇଂ ଏଗେନଷ୍ଟ ମି। ଜୀବନରେ ଏତେ ଆଶୀର୍ବାଦ ପାଇସାରିଲା ପରେ, ଏତେ ଅନୁଗ୍ରହ ପାଇସାରିଲା ପରେ, ଇଜ ନଟ୍ ଆଟ୍ ଅଲ୍ ଗ୍ରେଟଫୁଲ। ପ୍ରିୟ ଭାଇ ଭଉଣୀ, ଆମମାନଙ୍କ ସମସ୍ତଙ୍କର ସେଇ ଅବସ୍ଥା ହୁଏ। We remember our negative fears, negative situations more than the positive. ଯେତେବେଳେ ଆମେ ଜୀବନରେ କିଛିଟା ହେଲେ ପାଇଥାଉ, ତା ପାଇଁକା ପ୍ରଭୁଙ୍କୁ ଧନ୍ୟବାଦ ଦେବାକୁ ଭୁଲି ଯାଇଥାଉ। କୃତଜ୍ଞ ହୃଦୟରେ ଧନ୍ୟବାଦ ଦେବାକୁ ଭୁଲି ଯାଇଥାଉ। ଦେଖନ୍ତୁ, ମୁଁ ପୁଣି ଯାକୋବ ପାଖକୁ ଆସିବି। ନୂତନ ନିୟମରେ ଅନୁଗ୍ରହ ଉପରେ କେତେ ବଡ ଜୋର ଦିଆଯାଇଛି। ଅନୁଗ୍ରହ କେତେ ବଡ ଜୋର ଦିଆଯାଇଛି ଆପଣ ମାନେ ଦେଖନ୍ତୁ। ପାଉଲ ସେ ବି ଗୋଟେ ପ୍ରଭୁଙ୍କର ଗୋଟେ ଜବରଦସ୍ତ ଦାସ, ବିଶ୍ୱସ୍ତ ଦାସ, ଷ୍ଟ୍ରଙ୍ଗ। ସେ କଣ ଲେଖୁଛନ୍ତି ଦେଖନ୍ତୁ। ପ୍ରଥମ ତିମୋଥୀ 6 ପର୍ବର 8 ପଦ। ଫାର୍ଷ୍ଟ ତିମୋଥୀ 6 ପର୍ବ 8 ପଦ ପଢି ଦିଅନ୍ତୁ। ଏଇଟା ମୁଁ ଓଡିଆରେ ଆଉ ଲେଖିନି, ପଢି ଦିଅନ୍ତୁ। ପ୍ରଥମ ତିମୋଥୀ 6 ପର୍ବର 8 ପଦ କେ ହେଲେ ପଢି ଦିଅନ୍ତୁ। ଏଣୁ ଅନ୍ନ ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। ରାଇଟ। ଯାକୋବ ତାର ମାନତରେ କଣ କହିଥିଲା? 28 ଆଦି ପୁସ୍ତକ 28:20ରେ ଯାକୋବ ମାନତ କରି କହିଲା, ଯେବେ ପରମେଶ୍ୱର ମୋର ସହାୟ ହେବେ, ମୋର ଏହି ଯିବା ପଥରେ ମତେ ରକ୍ଷା କରିବେ, ପୁଣି ଆହାର ନିମନ୍ତେ ଅନ୍ନ, ପରିଧାନ ନିମନ୍ତେ ବସ୍ତ୍ର ଦେବେ। ତତେ କଣ ଦିଆହେଇନି? ଯାକୋବ, ତୁ ଏଗୁରା ସବୁ ପାଇନୁ? ଆମେ ତ ସବୁ ହିଷ୍ଟ୍ରି ଆମେ ଜାଣୁଛୁ, ଶୁଣୁଛୁ, ଦେଖୁଛୁ। ଜାଣିଲା ପରେ ମଧ୍ୟ, ପାଇଲା ପରେ ମଧ୍ୟ you are not grateful। ପୁଅ ମାନଙ୍କ ଆଗରେ କହୁଛୁ everything is going against me। ପ୍ରଭୁ ତୋର ସପୋର୍ଟରେ ଯାଇନାହାନ୍ତି। ତେବେ ଆଜି ତତେ ରକ୍ଷା କଲା କିଏ? ବଡ ଭାଇର ହାତରୁ, ଏସବୁ ହାତରୁ ତତେ କିଏ ରକ୍ଷା କଲା? ଆଜି ମିଶରରେ ଦାନା ଅଛି ବୋଲିକା କେମିତି ଜାଣିଲ? କେମିତି ଯାଇକି ସେଠି ଆଣୁଛ? କୋଉଥିରେ ତମେ ଗ୍ରେଟଫୁଲ ନୁହଁ? ସେଠି ଫାରୋଙ୍କ ଆଗରେ କହି ପକେଇଲେ, ମୋର ଦିନ ସବୁ ଅଳ୍ପ, ମୋର ସେ ପୂର୍ବ ପୁରୁଷ ମାନଙ୍କ ତୁଳନାରେ ମୋର ଦିନ ଅଳ୍ପ, ଆଉ ସବୁ ଗୁଡାକ ଭାରି ଆପଦ, ମାନେ ଡେଞ୍ଜର ଆଉ ଇଭିଲ। କାହିଁକି? ଆମର ହୃଦୟ ସବୁବେଳେ ସେଇ ନେଗେଟିଭ ଚିନ୍ତାଧାରା ଆଡକୁ ଆଗେ ଗତି କରେ। ଈଶ୍ୱରଙ୍କ ଲୋକ ସବୁ କିଛି କରି ତାଙ୍କୁ ଏଭଳି ଆଶୀର୍ବାଦ ଦିଆହେଲା ଯେ ତାଙ୍କ ନାମରେ ଗୋଟେ ବଂଶ ନାମିତ ହେଲେ, ତାଙ୍କ ନାମରେ ଗୋଟେ ନେସନ ନାମିତ ହେଲା, ତାଙ୍କ ନାମରେ ପୃଥିବୀ ପ୍ରଭୁ ବନେଇଲେ। ନା ଶୁଣିଲା ପରେ ଥରହର ହଉଛନ୍ତି, ଥରହର ହଉଛନ୍ତି। ଇସ୍ରାଏଲ ନା ଶୁଣିଲା କ୍ଷଣିକା ଥରହର ହଉଛନ୍ତି। ଅତି ଛୋଟିଆ ଦେଶ, ସରୁଆ ହେଇକିରି, କିନ୍ତୁ ସେମାନଙ୍କର ଯୋଉ ପାୱାର, ସାଇଣ୍ଟିଫିକ ଡେଭଲପମେଣ୍ଟ, ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟ ଅତି ଉଚ୍ଚ କୋଟିର, ଅତି ଉଚ୍ଚ କୋଟିର। ଆଜିକାଲି ଯୁଦ୍ଧ ଆଉ ଢୋଢା ଆଉ ଟ୍ୟାଙ୍କ ଫ୍ୟାଙ୍କ ଏସବୁରେ ହଉନି। ଏ ତାର ଇନଷ୍ଟ୍ରୁମେଣ୍ଟ ବା ତାର କମ୍ପ୍ୟୁଟରକୁ ଜବତ କରିଦେଲା, ହ୍ୟାକ୍ କରିଦେଲା, ସେ ତାର ଇନଫରମେସନ ନେଇଗଲା। ଆଉ ଏସବୁରେ ସେମାନେ ସିଦ୍ଧହସ୍ତ। ତମେ ମାରିବା ଆଗରୁ ତମ ଗୁଳିଟା ବନ୍ଦ ହେଇଗଲାଣି। ତାର ଚିପ୍ସ ଟାକୁ ଏମିତି ଭାବରେ ହ୍ୟାକ୍ କରାଯିବ ବା ତାକୁ କରାଯିବ, ସେ ତମେ ମାରିବା ଆଗରୁ ସେ ସବୁ ବନ୍ଦ କରିଦେଲେ। ଆଉ ଯେତେବେଳେ ବସିଥିଲେ ଆମର ଇରାନର ରାଷ୍ଟ୍ରପତି, ତାଙ୍କର ପରିବାର, ସେ କେତେ ଲେୟାର ତଳେ ବସିଥିଲେ, ମିଟିଂ ଚାଲିଥିଲା। ଲେଜର ଗାଇଡେଡ, ମାନେ ଟିକେ ହେଲେ ଭୁଲ ଭାଲ ହବନି, ଏତେ ସୁନ୍ଦର ସେଥିରେ ଦିଆହେଇଛି। ସେ ଏକ୍ସାକ୍ଟ ସେଇ ଜାଗାରେ କିନା ଖସିବ କୋଉଠୁ ନା ବହୁତ ଉପରୁ ଖସିବ।
କାହିଁକିନା ଏତେ ଛୋଟିଆ ଜାନ୍ନତକୁ ଆଣିପାରିବନି। ବଙ୍କର ବଷ୍ଟର ସେ ଗୋଟେ 1.5 କୋଟି 2 କୋଟି 3 କୋଟି ଏରକମ ସେଟା କେତେ ଟନ ଯେମିତି ତାର ଦାମ ସେମିତି। ସେ ଆଗେ ପଳେଇବ 20 ଫୁଟ ପର୍ଯ୍ୟନ୍ତ, ତାପରେ ଏକ୍ସପ୍ଲୋଡ କରିବ, ସବୁ ଉଡେଇ ଦେଇ ଚାଲିଯିବ। ସେଇଥିରେ ସେ ଆୟତୋଲା ଖମିନି ମରିଗଲେ, ତାଙ୍କର ବଂଶଧର ମରିଲେ, ତାଙ୍କର ଜେନେରାଲ ଫେନେରାଲ ସବୁ ସେଠି ବସିଥିଲେ ସବୁ କଲେ। ଏଇମାନେ ଏଇ ଜୁସ୍, ଆଉ କେହି ନାହିଁ, ଆଉ କେହି ପାରିବେନି। ତମେ ଏତେ ବଡ ଆଶୀର୍ବାଦର ଜନକ, ଆଜି ତମର ଯୋଉ ହିଷ୍ଟ୍ରି ଲେଖା ହେଲା ବାଇବଲରେ, ଆମକୁ ତ ଆନନ୍ଦ ଲାଗୁନି। ପୁଅ ମାନଙ୍କ ଆଗରେ କହୁଛ ଏଭ୍ରିଥିଙ୍ଗ ଇଜ ଗୋଇଂ ଏଗେନଷ୍ଟ ମି, ଯାଉଛି ତମ ଏଗେନଷ୍ଟ ସବୁ ଯାଉଥିଲା। ପ୍ରଭୁ ଯଦି ସପୋର୍ଟ ନ କରିଥାନ୍ତେ ତମେ ଫେରି ଆସି ପାରିଥାନ୍ତ, ଲାବନ ଛାଡିଥାନ୍ତା। ଲାବନକୁ ବାଟରେ ଈଶ୍ୱର କହିଲେ ଭଲ କି ମନ୍ଦ କିଛି ତା ସାଙ୍ଗରେ କଥାବାର୍ତ୍ତା କରିବୁନି। ଯଦି ତାକୁ ଲାବନକୁ ନ କହିଥାନ୍ତେ, ଲାବନ ଛାଡିଥାନ୍ତା ତମକୁ ବାଟରେ, ଏସବୁ ତମକୁ ବାଟରେ ଛାଡିଥାନ୍ତା। 400 ଲୋକ ନେଇକି ଆସିଥିଲା, କଣ ଭେଟିବା ପାଇଁ ତା ଭାଇକୁ 400 ଲୋକ ଦରକାର ଥିଲା ମାରିବା ପାଇଁ। ସେଇ ପ୍ରଭୁ ତତେ ସାହାଯ୍ୟ କଲେ, ସବୁ କିଛି କଲେ। ଶେଷକୁ ଯାଇକିରି ଫାର ଆଗରେ ବଖାଣୁଛ କଣ ନା, ମୋହର ପରମାୟୁ ଦିନ ଅଳ୍ପ ଆପଦ ଜନକ। ହିୟର ୟୁ ସି ଆଉ ଗୋଟେ ପ୍ରଭୁଙ୍କର ଦାସ, ଜବରଦସ୍ତ ଦାସ, ସେ ବାର୍ଗେନ କରିନାହାନ୍ତି। ସେଇ ଯୁବତୀ ସେ ହଉଛନ୍ତି ପଲ, ପାଉଲ। କୋଉ ଜାଗାରେ ସେ ଲେଖି ନାହାନ୍ତି ଯେ ଯଦି ଯଦି ଯେବେ ଯେବେ, ଏଇଟା କୋଉଠି ଲେଖି ନାହାନ୍ତି। ପ୍ରଥମ ତିମୋଥୀ 6:8 ଆମେ ପଢୁଛୁ, ଅନ୍ନ ବସ୍ତ୍ର ଥିଲେ ଆମମାନଙ୍କୁ କଣ୍ଟେଣ୍ଟ ହବାକୁ ପଡିବ, ସନ୍ତୁଷ୍ଟ ହବାକୁ ପଡିବ। କେତେ ସୁନ୍ଦର କଥା। ବେଶୀ କିଛି ଦରକାର ନାହିଁ ପ୍ରଭୁଙ୍କ ପାଖରେ, କୃତଜ୍ଞ ହୃଦୟରେ ପ୍ରାର୍ଥନା କରିବା ପାଇଁ, ଧନ୍ୟବାଦ କରିବା ପାଇଁ ବେଶୀ କିଛି ଦରକାର ନାହିଁ। ଯଦି ଖାଦ୍ୟ ପ୍ରଭୁ ଯୋଗଉଛନ୍ତି, ପିନ୍ଧିବା ପାଇଁ ବସ୍ତ୍ର ଯୋଗଉଛନ୍ତି, ସଫିସିଏଣ୍ଟ, ଆମମାନେ ପ୍ରଭୁଙ୍କ ପାଖରେ କୃତଜ୍ଞତାରେ ଜୀବନ କାଟି ପାରିବା। ଆଉ ଗୋଟେ ପଦ ଦେଖନ୍ତୁ, ଫିଲିପିଓ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କର ଚିଟାଉ, ଫିଲିପିଓ 4 ପର୍ବ 11, 12, 13 ସେମିତି ପଢି ଦିଅନ୍ତୁ, ମୁଁ ବାହାର କରିନି। ଅଭାବ ହେତୁ ଯେ ମୁଁ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ବାସ୍, ଯେ କୌଣସି ଅବସ୍ଥାରେ ଥାଏ, ଯାକବ ଶିଖି ପାରିଲାନି ଏଇଟା। କୌଣସି ଭଲ ସମୟ ଦେଇକିରି ପାଉଲ ଯାଇନାହାନ୍ତି। ଇଂରାଜୀରେ ଅଛି ଆଇ ଏମ୍ ପ୍ରେସ୍ଡ ଫ୍ରମ ଅଲ୍ ସାଇଡ୍ସ। ବେତ୍ରାଘାତ ହେଇଛି, କାରାଗାରରେ ହେଇଛି, ସମୁଦ୍ରରେ ସବୁ ସବୁ କଷ୍ଟ ଭିତରେ ଯାଇଛି। କିନ୍ତୁ ସେ ଆଉଥରେ ଭଉଣୀ ଟିକେ ପଢିଦିଅନ୍ତୁ ସେ ପଦରା ଯୋଉଟା ପଢିଲେ। ଅଭାବ ହେତୁ ଯେ ମୁଁ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ପ୍ରେଜ୍ ଦ ଲର୍ଡ। ଯାକବ ଶିଖି ପାରିଲେନି, ଅନଗ୍ରେଟଫୁଲ ହେଇକି ରହିଲେ। କାହିଁକି ରହିଲେ ମୁଁ ବି ଜାଣେ, କିନ୍ତୁ ଏଠି ଆଉ ଗୋଟେ ଜିହୁଦୀ, ସେ ଇସ୍ରାଏଲ ବଂଶର ବିନ୍ୟାମୀନ ଗୋଷ୍ଠୀର ଜିହୁଦୀ, ସେ କହୁଛି ମୁଁ ସବୁ ଅବସ୍ଥାରେ ଶିଖିଛି ସନ୍ତୁଷ୍ଟ। କଣ୍ଟେଣ୍ଟମେଣ୍ଟ ଇଜ ଏ ଗ୍ରେଟ୍ ଗେନ୍। ସେ ପୁଣି କାହାକୁ ଲେଖୁଛନ୍ତି ଏ କଥା? ତାଙ୍କର ନିଜର ଧର୍ମପୁତ୍ର ତିମୋଥୀକୁ ସେ ଲେଖୁଛନ୍ତି। ତାପରେ 11 ପରେ 12 ପଢନ୍ତୁ, ସେ ଫିଲିପିଓର 4:12। ଦୀନତା ଭୋଗ କରି ଜାଣେ,
ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ସର୍ବବିଧ ଅବସ୍ଥାରେ ଓ ସର୍ବ ବିଷୟରେ ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। ପୁଣି 13ଟା ପଢିଲେ କି? ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। କେତେ ସୁନ୍ଦର ବିଷୟ ସେ ଶେଷକୁ ଆଡ କରୁଛନ୍ତି। ଏଇଟା ମୋ ନିଜର ବି ନୁହେଁ, ଏଇସବୁ କ୍ରେଡିଟ ଗୁଡାକ ମୋର ବି ନୁହେଁ। ମାଇ କ୍ରାଇଷ୍ଟ, କେତେ ସେ ଉଚ୍ଚ ପଦ ଦଉଛନ୍ତି ଯୀଶୁଙ୍କୁ। ତାହାଙ୍କର ସାହାଯ୍ୟରେ ମୁଁ କିଏ? ଗୋଟେ ଛାର ମଣିଷ। ତାହାଙ୍କ ସହାୟତାରେ ମୁଁ ଏଇ ସମସ୍ତ କରିପାରେ। ଗ୍ରେଟଫୁଲନେସ ଟା ଡାକ୍ତର ମାନେ ଆଜିକା ଡେଟରେ କହୁଛନ୍ତି ଆମ ଶରୀରର ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାର। ବ୍ଲଡ ପ୍ରେସର ଟା ରୋକାଯାଇ ପାରିବ, ମାନସିକ ରୋଗ ରୋକାଯାଇ ପାରିବ, ଏବଂ ଆମମାନଙ୍କ ବଡିରେ ଗୋଟେ ସିଷ୍ଟମରେ ଚାଲେ, ସେଟା ଶାନ୍ତିପୂର୍ଣ୍ଣ ଭାବରେ ଚାଲିବ। ଆପଣଙ୍କୁ ବୁଝାଇବା ପାଇଁ ମତେ ବହୁତ ସମୟ ଲାଗିବ, ସେଟା ସମୟ ବି ନୁହେଁ। ଆମର ବହୁତ ଗୁଡାକ ବିଷୟ ଗୁଡାକ ମାନସିକ ସ୍ଥିତିକୁ ସନ୍ତୁଳନ କରିବା ପାଇଁକା ଆମମାନଙ୍କର ବହୁତ ଗୁଡାକ ହରମୋନ ବା ନ୍ୟୁରୋ ଟ୍ରାନ୍ସମିଟର ସେଗୁଡାକ ବାହାରେ, ସେମାନେ ଠିକ କୋଅର୍ଡିନେଟେଡ ୱେରେ କାମ କରିବେ। ବହୁତ ଗୁଡା ଜିନିଷ ହେଲା ଦ୍ଵାରା ଆମେ ଶାନ୍ତି ପାଉ। କିନ୍ତୁ ପ୍ରଥମ ସେଇଟା ସୃଷ୍ଟି ହବ ଆମ ମଧ୍ୟରୁ, ଇନସାଇଡ ଅସ୍, ଯେତେବେଳେ ଆମେ ସବୁବେଳେ ଗୋଟେ ଗ୍ରେଟଫୁଲ ହେଇକି ରହିବା। ଅସନ୍ତୁଷ୍ଟ ହେଲା ଆମେ କିଛି ଲାଭ କରିପାରିବା, ଆମର ନିଜର କ୍ଷତି ଆମେ କରିପାରିବା। ସପୋଜିଂ ମୁଁ ଗୋଟେ ଉଦାହରଣ ସ୍ୱରୂପ କହୁଛି, ବହୁତ ଲୋକ ଯାଆନ୍ତି ଭୋଜିକୁ, ଭୋଜିରୁ ଫେରିଲା ପରେ କିଏ ପ୍ରଶଂସା କରେ ତ କିଏ ସମାଲୋଚନା କରେ। ଅମକଟା ଏମିତି ହେଲା, ତମକଟା ସେମିତି ହେଲା, ଏଇଟା ମତେ ଭଲ ଲାଗିଲାନି, ମୋର କେତେ ଏକ୍ସପେକ୍ଟେସନ ଥିଲା କିନ୍ତୁ ଖାଦ୍ୟଟା ଏତେ ଲୋ କ୍ୱାଲିଟିର, ଇତ୍ୟାଦି ଇତ୍ୟାଦି କରିବି। ଆଉ କିଏ କିଏ କହିବେ ଯାହା ହଉ ପ୍ରଭୁ ଆଜି ଗଣ୍ଡେ ମତେ ଖାଇବା ପାଇଁ ଦେଲେ। ଏଇ ଯୋଉ ବିଷୟଟା ଇଟ ଇଜ ଏ ଲର୍ଣ୍ଣିଂ ପ୍ରୋସେସ। ପାଉଲ ଯେତେବେଳେ ଜନ୍ମ ହୋଇଥିଲେ ମା ପେଟରୁ ତାଙ୍କୁ କେହି ଶିଖେଇକି ଛାଡି ନଥିଲା। କେତେ ସୁନ୍ଦର ସେ ଲେଖୁଛନ୍ତି, ଆଇ ହାଭ ଲର୍ନ। ଏଟା ବୋଧେ ହଁ, ଫିଲିପ 4:11-12 ଆଉଥରେ ପଢନ୍ତୁ। ଅଭାବ ହେତୁ ଯେ ମୁଁ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ଶିକ୍ଷା ଦୃଢତା କରିଅଛି, ଶିକ୍ଷା କରିଅଛି, ଏଇ ୱାର୍ଡଟା ପାଇଁ ଆଉଥରେ ପଢେଇଲେ। ମା ପେଟରୁ ଶିଖିନଥିଲେ। ଜୀବନର ସବୁ ଦୁଃଖଦ ସମୟ, କଷ୍ଟକର ସମୟ, ବିପଦର ସମୟ, ଯେତେବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥିଲେ, ତା ଭିତରେ ଯେତେବେଳେ ପ୍ରଭୁ ତାଙ୍କୁ ନେଇଛନ୍ତି, ସେ ପ୍ରଭୁଙ୍କର ସେ ସୁରକ୍ଷାର ହସ୍ତ ଉପରେ ସେ ନିର୍ଭର କରିକି ଯାଇଛନ୍ତି ଆଉ ଶିଖିଛନ୍ତି। ଶିଖିବା ଗୋଟିଏ ସବୁଠୁ ବଡ ବିଷୟ। ଆମେ ଜୀବନରେ ଯେତେ ରକମ ଅବସ୍ଥାରେ ଯାଉଛୁ ନା କାହିଁକି, ପ୍ରତିଦିନ ପ୍ରଭୁ ଆମକୁ ସୁଯୋଗ ଦଉଛନ୍ତି ଶିଖିବା ପାଇଁ। unless we learn we cannot teach। ଯାହା ଆମେ ଶିକ୍ଷା କରିନୁ ତାକୁ କେମିତି ଆମେ ଶିକ୍ଷା ଦେଇପାରିବା? କେବେ ସମ୍ଭବ ନୁହେଁ। ସେଇଥିପାଇଁକା ମୁଁ ଆଜି ଦିଟା ଚରିତ୍ରକୁ ଆପଣମାନଙ୍କ ଆଗରେ ରଖିଲି। ଯାକୁବ କିଛି ଛୋଟିଆ ଚରିତ୍ର ନୁହେଁ, ଗୋଟେ ଦମଦାର ଚରିତ୍ର। ସେ ଫେରିଲେ, ସେ କହିଥିଲେ ମୁଁ ବେଥେଲରେ ଯାଇକିରି ଏଇ ପଥର ଉପରେ ସେ ଘର ସିକିମରେ ଯାଇକି ପହଞ୍ଚିଗଲେ, ବା ଓଡିଆରେ ଅଛି ସିକେମ। ସେଠି ଯୋଉ ଘଟଣା ସବୁ ହେଲା, ଅତି ଭଲ ଘଟଣା ସବୁ ନୁହେଁ। ତାପରେ ପ୍ରଭୁ ତାଙ୍କୁ କହିଲେ ତୁ ବେଥେଲକୁ ପୁଣି ଯା। ସେଠିକି ଯାଇକିରି ସେ ପୁଣି ଯଜ୍ଞବେଦୀ କଲେ। ସେ ଯୋଉ କହିଥିଲେ ମୁଁ 10 ଭାଗ ଦେବି ବା 10 ମାଂସ,
ମୁଁ ଯାହା କିଛି ଆଣିଥିବି ଦେବି। କୋଉଠି ବାଇବେଲ ସ୍କଲାର ମାନେ କହନ୍ତି କୋଉଠି ସେଟା ମେନସନ କରାହେଇନି ସେ ଦେଲେ ବୋଲିକା, କିନ୍ତୁ ଏତିକି ମେନସନ କରାହେଇଛି ତାଙ୍କ ଭାଇକୁ ଯୋଉ ଦେଖା କଲେ ଏସୋକୁ, ପାଖାପାଖି ଏ 10 ଭାଗରୁ ବି ବେଶୀ ଦେଇଛନ୍ତି। ଆଉ ପ୍ରଭୁ ଯୋଉ କଥା କହିଥିଲେ ସେଟା ସେ ହେଲା, ଆଉ ସେ ବୈଥେଲରେ ବସବାସ କଲେ। କିନ୍ତୁ ଆମର ପାଉଲ ଯେ କେବଳ ଯୋଡ଼ିଏ ଜାଗାରେ, ଆଉ କୋଉଠି ନାହିଁ। ପ୍ରଥମ ହଉଛି କଲସି ତାର 3 ପର୍ବ 15 ପଦ ପଢନ୍ତି। କଲସି ତାର 3 ପର୍ବ 15 ପଦ। ପୁଣି ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୁତ ହୋଇଅଛ, ତାହା ତୁମ୍ଭମାନଙ୍କର ହୃଦୟରେ ରାଜତ୍ୱ କରୁ। ପୁଣି ତୁମ୍ଭେମାନେ ଧନ୍ୟବାଦ ଦିଅ। ଶାନ୍ତି ଗୋଟେ ଜିନିଷ ଟ୍ରାନ୍ସଫର ହେଇପାରିବ। ଆଶୀର୍ବାଦ ଗୋଟେ ଜିନିଷ ଟ୍ରାନ୍ସଫର ହେଇପାରିବ। ଯେତେବେଳେ ତୁମେ ମାନେ କୌଣସି ଏକ ଲୋକ ଗୃହକୁ ଯାଉଛ, ସେଠି କହିବ ଏ ଗୃହରେ ଶାନ୍ତି ବର୍ତ୍ତୁ, ବା ତାଙ୍କ ଭାଷାରେ ସାଲୋମ ବୋଲିକା କହିବ। ଯଦି କେହି ଶାନ୍ତିର ଲୋକ ଥିବେ ତ ସେ ସେଠାରେ ତା ଉପରେ ବାସ କରିବ। ଯଦି ନଥିବେ, ଯୀଶୁଙ୍କର କଥାଟା ମୁଁ କହୁଛି, ମୋ ନିଜର କଥା ନୁହେଁ, ସେ ଫେରି ଆସିବ ତମ ପାଖକୁ। ସୋ ଇଟ୍ ଇଜ ଏ ଟ୍ରାନ୍ସଫରେବଲ ଥିଙ୍ଗ। ଆଶୀର୍ବାଦ ମଧ୍ୟ ସେହିପରି। ଯେତେବେଳେ ମନେ ପକାନ୍ତୁ, ଯେତେବେଳେ ଯୀଶୁଙ୍କ ଜନ୍ମ ସମୟରେ ଆକାଶରେ ଦୂତମାନେ ଯୋଉ ଗୀତ ବୋଲୁଥିଲେ, ଯୋଉ କ୍ୟାରୋଲ ସର୍ଭିସ ପ୍ରଥମେ ହେଇଥିଲା ଆକାଶରେ, ସେମାନେ କଣ କହୁଥିଲେ? ତାହାଙ୍କ ସନ୍ତୋଷ ପାତ୍ର ଲୋକମାନଙ୍କ ଉପରେ ଶାନ୍ତି ହଉ, ନଟ୍ ଟୁ ଅଲ୍। ଯୋଉମାନେ ପ୍ରଭୁଙ୍କୁ ସନ୍ତୋଷ କରନ୍ତି, ଯୋଉମାନେ ତାଙ୍କର ସନ୍ତୋଷ ପାତ୍ର ଲୋକମାନେ, ସେମାନଙ୍କ ଉପରେ ଶାନ୍ତି ହଉ। ଆମେ ଭାବୁଛେ ସେ କହିଥିଲେ ପୃଥିବୀରେ ଶାନ୍ତି ହଉ, ନାହିଁ ସେଟା ଲେଖା ହେଇନି। ଲେଖା ହେଇଛି ସନ୍ତୋଷ ପାତ୍ର ମନୁଷ୍ୟ ମାନ। ଆମକୁ କୁହାହେଇଛି ନିନ୍ଦା କରିବନି କାହାକୁ, ତା ପରିବର୍ତ୍ତେ ଆଶୀର୍ବାଦ କର। ଆମର କାମ ବି ବଡ ଗୁରୁତର। ପାଉଲଙ୍କର କାମ ଯେଭଳି ଗୁରୁତର ଥିଲା, ଯାକବଙ୍କ କାମ ଯେଭଳି ଗୁରୁତର ଥିଲା, ଆମର କାମ ସେଭଳି ଗୁରୁତର। ଆମେ ସମସ୍ତଙ୍କୁ ଆଶୀର୍ବାଦ କରିବା। ଦ୍ୱିତୀୟ ପଦ, ପ୍ରଥମ ଥେସଲୋନିକି 5:18। ପ୍ରଥମ ଥେସଲୋନିକି 5 ପର୍ବର 18 ପଟେ ପଢିଦିଅ। ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମ୍ଭମାନଙ୍କର ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏହା ଈଶ୍ୱରଙ୍କର ଅଭିମତ। ଆଉଥରେ ସିଷ୍ଟର ପଢନ୍ତୁ। ସବୁ ଅବସ୍ଥାରେ ଧନ୍ୟବାଦ। ସବୁ ଅବସ୍ଥାରେ। କେତେ ବଡ ଆର ବ୍ରଡର ବ୍ରାକେଟ ଚିନ୍ତା କରନ୍ତୁ। ଆପଣ ଯୋଉ ଦିନ ସେ ଦିପହରେ ମତେ ଫୋନ କଲେ, ଆପଣଙ୍କ ସିଷ୍ଟରଙ୍କ ବିଷୟରେ କହିଲେ, ସୁରଭି ସିଷ୍ଟରଙ୍କ ବିଷୟରେ, ଆଉ ସେ ଭାଙ୍ଗି ପଡୁଛନ୍ତି, ତାଙ୍କୁ ଆଉଥରେ କିମୋ ନେବାକୁ ପଡିବ। ଫୋନ ଟାକୁ ବନ୍ଦ କରିଦେଲି। ବନ୍ଦ କରିସାରିଲା ପରେ ପ୍ରଭୁଙ୍କ ସହିତ ସମୟ କଟେଇଲି। ମୁଁ ପ୍ରଭୁଙ୍କ ସାଙ୍ଗରେ ଆଳାପ କରୁଥିଲି ଯେ ପ୍ରଭୁ, ସେ କେତେ ତୁମକୁ ଉପରେ ବିଶ୍ୱାସ କରନ୍ତି, ସେ କେତେ ଆଗ୍ରହୀ, କେତେ ଉଦ୍ଯୋଗୀ ତୁମ ବିଷୟରେ ପ୍ରାର୍ଥନାରେ ସମୟ କଟାନ୍ତି, ବାକ୍ୟରେ ସମୟ କଟାନ୍ତି, ସବୁଥିରେ ସେ ଆସନ୍ତି। ଆଜି ସେ ଯେତେବେଳେ ଶଯ୍ୟାଶାୟୀ ଅଛନ୍ତି, ତାଙ୍କର ହୃଦୟ ମନ ବଳ ଆଜି ଯେତେବେଳେ ଭାଙ୍ଗି ପଡୁଛି, ପ୍ରଭୁ ମୁଁ କଣ ତୁମକୁ କହିବି? ମୁଁ କିଏ? ତମର ସେ ଅନୁଗ୍ରହ ସିଂହାସନ ପାଖରେ ମୁଁ ଖାଲି ଗୋଟେ ଆପିଲ କରୁଛି, ଗୋଟେ ବିନତି ଅନୁରୋଧ କରୁଛି, ଟିକେ ଦୟା କର। ତାଙ୍କ ମନକୁ ଟିକେ ଶାନ୍ତିରେ ପୂର୍ଣ୍ଣ କର। ସେ ଯାହା କରିଛନ୍ତି ଟିକେ ସ୍ମରଣ କର ପ୍ରଭୁ।
ଆଉ ବେଶୀ କିଛି କହିଲେନି। ଏ ତିନୋଟି ବିଷୟ କହିଲେ ପ୍ରଭୁ। ବହୁତ ଖରାପ ଲାଗିଲା, ବହୁତ ଦୁଃଖ ଲାଗିଲା। ସବୁ ଅବସ୍ଥାରେ ଧନ୍ୟବାଦ କରିବା ମୋଟେ ସହଜ ନୁହେଁ। ଲେଖା ତ ହେଇଛି, ପାଉଲ ତ ଲେଖୁଛନ୍ତି, ସେଟା ସେ ବିଲିଭର ମାନଙ୍କୁ ଲେଖୁଛନ୍ତି, ତେସଲୋନିକେ ମଣ୍ଡଳୀରେ ଥିବା ବିଲିଭର ମାନ। ଇଟ୍ସ ନଟ୍ ଇଜି। ଭଲ ସମୟ, ଖୁସିର ସମୟ, ଆନନ୍ଦର ସମୟରେ ସମସ୍ତେ ଗୀତ ବୋଲିବେ, ଡେଇଁବେ, ନାଚିବେ, ସବୁ କିଛି କରିବେ। ଏ କଷ୍ଟକର ମୁହୂର୍ତ୍ତରେ ସବୁଠୁ ବଡ ବିଷୟ ପ୍ରଭୁ ରଖିଛନ୍ତି ମଣ୍ଡଳୀ, ଚର୍ଚ୍ଚ, ବିଶ୍ୱାସୀ ଭାଇ ଭଉଣୀ ମାନେ। ଏଇ ଅଳ୍ପ ଦିନ ତଳର କଥା କହୁଛି, ଆମ କଟେଜ ପ୍ରେୟାର ମିଟିଂରେ ଜଣଙ୍କ ବିଷୟରେ ପ୍ରାର୍ଥନା କରାଗଲା ଯେ ତାଙ୍କୁ ସେଲୁଲାଇଟ ରୋଗ ହେଇଛି, ଆଉ ତାଙ୍କର ଦରକାର ପଡିଲେ ଆମ୍ପୁଟେସନ ହବ, ଗୋଡ ବି କଟା ଯାଇ ପାରିବ, ଡାକ୍ତର କହିସାରିଲେଣି। ଜୋରସୋର ପ୍ରାର୍ଥନା ହେଲା। 16ଟା ଜୋନ୍ ସବୁଆଡକୁ ପଠାଗଲା। ଆଜିକା ଦିନର ରିପୋର୍ଟ ହଉଛି ସର୍ଜରୀ ହେଲା, କଷ୍ଟସାଧ୍ୟ ସେ ଶୁଖିବା ପାଇଁ, ଆମକୁ ତମେ ସେଇ ଛାଡ ବସିବାର ବେଶୀ କହୁନି, କିନ୍ତୁ ଆଉ ଆମ୍ପୁଟେସନ ହେଲାନି। ପ୍ରାର୍ଥନାର ଶକ୍ତି, ଯୋଉ ଶକ୍ତିଟାକୁ ପାଉଲ ଶିଲା ସେଦିନ ଅନୁଭବ କରିଥିଲେ ଜେଲ ଭିତରେ, କାନ୍ଦିବା ବଦଳରେ, ସେ ଜେଲରକୁ ଗାଳି ଦେବା ବଦଳରେ, ସରକାରକୁ ଗାଳି ଦେବା ବଦଳରେ, ମହାଯାଜକ ଗୋଷ୍ଠୀଙ୍କୁ ଗାଳି ଦେବା ବଦଳରେ ସେମାନେ ପ୍ରଭୁଙ୍କର ଧନ୍ୟବାଦ କରୁଥିଲେ, ଗୀତ ସ୍ତୋତ୍ର କରୁଥିଲେ, ବଡ ପାଟିରେ କରୁଥିଲେ। ଦେଖନ୍ତୁ, ଗୋଟେ ପ୍ରଭୁଙ୍କର ଲୋକର ଚେହେରା, ତାର ଦାୟିତ୍ୱ, ତାର ଚରିତ୍ର, ତାର କର୍ତ୍ତବ୍ୟ ଉପରେ ବାଇବଲ କିଭଳି ଭାବରେ କଣ୍ଟ୍ରୋଲ କରେ। ଆଜି ଯାହା କିଛି ଆମେ ହେଇପାରୁଛୁ ଏଇ ବାକ୍ୟ ଯୋଗୁଁ ହେଇପାରୁଛୁ। ଦୁଇଟି ଚରିତ୍ରକୁ ଆପଣ ପାଖରେ ରଖିଲେ ଯାକବ କିଛି ଖରାପ ନୁହନ୍ତି, ସେ ବି ପ୍ରଭୁଙ୍କର ଗୋଟେ ଭୟଙ୍କର ଦାସ, ଯାହାଙ୍କ ସାଙ୍ଗରେ ପ୍ରଭୁ ସ୍ୱପ୍ନରେ କଥାବାର୍ତ୍ତା କରୁଥିଲେ, କିନ୍ତୁ ଜୀବନରେ ସେ କେବେ ସାଟିସ୍ଫାକ୍ସନ ପାଇନାହାନ୍ତି। 130 ବର୍ଷ ଫାରୋଙ୍କୁ ଦେଖା କଲା ବେଳକୁ ଆଉ 17 ବର୍ଷ ପରେ ସେ ମଲେ। ଅବ୍ରାହମ 175, ଇସାହାକ 180, ସେ ସେଇଟାକୁ କମ୍ପେୟାର କରି କହୁଛନ୍ତି ଯେ ମୁଁ ସେମାନଙ୍କ ଆଗରେ କିଛି ନୁହେଁ। 147, ବୟସଟା ଆମ ପାଇଁ ଇମ୍ପୋର୍ଟାଣ୍ଟ, ଇମ୍ପୋର୍ଟାଣ୍ଟ ହଉଛି ଧନ୍ୟବାଦର ଜୀବନ କାଟେଇବା। ଯୋଉ ଈଶ୍ୱରଙ୍କ ଶାନ୍ତି ଆମମାନଙ୍କର ମଧ୍ୟରେ ରହିବା, ଯିଏ ଆମକୁ ପ୍ରୋପେଲ କରିବ, ଆମକୁ ଉତ୍ସାହିତ କରିବ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ, ସେ ଶାନ୍ତିକୁ ଗ୍ରହଣ କରିବା। ଏଇ ବାକ୍ୟ ମାଧ୍ୟମରେ ପ୍ରଭୁଙ୍କର ଦାସ ଦାସୀମାନେ ଯେତେବେଳେ ବାକ୍ୟ ଦଉଛନ୍ତି ତା ମାଧ୍ୟମରେ ଏହାକୁ ଗ୍ରହଣ କରିବା। ରାତିରେ ଶୋଇବାକୁ ଗଲାବେଳେ ତାକୁ ମେଡିଟେଟ କରିବା। ଏ ଯାଏ ବହି ଆଣିଲ ମତେ, କେତେ ସୁନ୍ଦର ଗୀତ ସତ୍ୟ ଶୋଭନ ଦାସ ଲେଖିଛନ୍ତି। ସେ ଚାଲିଗଲେଣି କିନ୍ତୁ ସେ ଗୀତ ତାଙ୍କର ରହିଗଲା। ସବୁବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦବା। ଏ ଯାଏ ତୁମେ ବହିକିରି ଆଣିଛ, ଯାହା କିଛି ଅନ୍ନ ଜଳ ବାସଗୃହ ବସ୍ତ୍ର ଦେଇଛ ପ୍ରଭୁ, ସେ ସବୁ ତୁମରି ଦାନ। ସେଥିରେ ଆଡ କରନ୍ତୁ ଆହୁରି ଯୋଉ ଗୁଡାକ ଦାନ ଆପଣଙ୍କୁ ମନରେ ଆସୁଛି। ପିଲାମାନଙ୍କୁ ଦେଇଛ, ତାଙ୍କୁ ଶିକ୍ଷା ଦେଇଛ, ତାଙ୍କୁ ବାହାଘର କରିଛ, ନାତି ନାତୁଣୀ ଦେଇଛ, ଇତ୍ୟାଦି 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 ଇତ୍ୟାଦି, ଯାହା କିଛି ମନରେ ଆସୁଛି ସବୁ ଆଡ କରନ୍ତୁ। ରାତ୍ରିର ସେଇ କ୍ଷଣ ମୁହୂର୍ତ୍ତରେ, ସେ ନିରୋଳା ମୁହୂର୍ତ୍ତରେ ପ୍ରଭୁଙ୍କ ସାଙ୍ଗରେ ଆଳାପ କରନ୍ତୁ, ଧନ୍ୟବାଦରେ ସମୟ କଟାନ୍ତୁ। ଯେତେବେଳେ ଆପଣ ଧନ୍ୟବାଦରେ ସମୟ କଟେଇବେ, ସେ ପିସ୍ ଅଫ ମାଇଣ୍ଡ that passeth all understanding ଆପଣଙ୍କ ଦେହ ମନ ପ୍ରାଣକୁ ସମ୍ପୂର୍ଣ୍ଣ ଭାବରେ ସେ ଘୋଡେଇକି ରଖିବ। ଆଜି ଆମେ ବାଇବଲର ଦୁଇଟି
चमत्कार चरित्र विषय मैंने चिंता कलु जड़े चरित्र प्रभु संगे एते संपर्क रखी सारा पर नेवर ग्रेटफुल आ गोटे चरित्र कहूँ मत से कौन दरकार अन्न वस्त्र बासगृह थे प्रभु जीशुकर सहायतार समस्त केते सुंदर जीवन से तो से लिखि पारले सबु अवस्था धन्यवाद दियो प्रभु यही संक्षिप्त चिंता उपर आशीर्वाद करो आमेन।